কিনা লেবু ভাই দেব রে কাকারানা মহিলানি ঠান্ডা কিনা লেবু ভাই দেব রে কাকারানা গাঁৱৰে গোসैया গুৰু ঠাকুৰা দেউতা যে কাঢ়ালে ভৰে না মহিলা মাতো ভাই দেব কাকারানা आमाजोली मार्गे सीतालया में कोई निगाहे होलाए आमाजोली मार्गे सीतालया एपरी ठाकुर बंदनारू आरंभ होइथाय कलंगा नाच लरिया भाषारे गान करा जाउथबा एई गीत कलंगा नाचर ताले ताले जनमानस को विमोहित करिथाय। बलांगीर जिल्लार केतेक निर्दिष्ट अंचल रे एई नाच देखिबाकू मिले। महिलानी दंडारा मातो किना लेबो भाई देबो रे काकाराना तारो डांसार भाई ठंडा गंगा पर देबो जोत बलांगीर जिलार पाटणागढ़ ब्लॉक अंतर्गत बरबाहाल गौरपाली बाबीजुरी जुलियाबाहाल कलंगापाली तथा खपराखोल ब्लॉक पत्रापाली बेलपड़ा ब्लॉक बरेमुंडा आदि ग्राम कलंगा संप्रदायर लोकों द्वारा एही नाच परंपरा अनुसार अनुष्ठित होई आसुछि। एही नाच कलंगा संप्रदायर लोकों द्वारा अनुष्ठित हेउथिबा जोगु एहार नामकरण कलंगा दंडा करा जायथिबा अनुमान सापेक्ष। कलंगा जातिर लोके केते वर्षरू एही जिल्लारे आसी पदार्पण करिसंती तार किछि ठोस खबर नथिले मध्य एहार किंबदंती संपर्क रे बरबाहाल रो कलंगा संप्रदायर वयोवृद्ध श्री लक्ष्मीनाथ पांडे कहंती जहा मोर पूर्वपुरुष मान को ठारो सुनी छे हमर कलंगा जाति हमर रमाईदेवंकर माता जेते बेले बस्तर केनु आसले सेते बेले हमर ई कलंगा जातिर केते लोकों को दायजी स्वरूप रे अर्थात जौतुक स्वरूप रे हमर से रानी संगे पठाई सेनु ए माने बलांगीर अंचल रे आसिक पाटनागढ़ रे से माने उत्तरायण कले बेले ए माने हमर कलंगा जातिटा ठीक है वीर आउ ये हिसाब रो तांकर वृत्ति थिला बेले खंडा फरी ढाल तोरवाल इटा माने से माने परिचालना करथिले तेणु तांको गड़ रक्षक हिसाब रे पाटनागढ़ रे रखिथिले जेते बेले ई वीर वृत्ति तांकर देखि करी जेते बेले हमर राजा समलपुर अंचल रे सेमनकर ये थिला पाटनागढ़ भी थिला तो ईमान को जेते बेले समलपुर युद्ध तांको डकरा पड़ला हमर लोग ई सैन्य मान को नहीं कर जाइथिले तो ए सेना जहाँ युद्ध कले जहाँ तांकर वीर वृत्ति देखाली तो हमर राजांकर सेना पराजय होला सेनु हमर लोक केते इतस्तत होकर रह जाइथिले तो हमर बलांगीर जिल्ला रे हमर प्रथम दाऊ दास भतपरी चिकन ई माने जरासिंगा एरिया रे रहले जे हमर दाऊ पाइथिला 12 खणगा तापर कोठला नोआपड़ा सिरिस बड़बन बड़बड़गा ई माने
ବାଲି ସେନ ରହିଛନ୍। ଆଉ ତାପରେ ଆମର ଇଆଡ଼େ ବଥରଲା ବାଲିପଟା କଲଗାପାଲି ଆରେ ବରବାଲଟା ତ ପଛେ ଆଜ୍ଞା। ତାପରେ ସରମାନ ଥିଲା ଆମର ଗଁତିଆ ଘର। ସରମାନରୁ ଯେତେବେଳେ ଇଆଡ଼ୁ ରାଜା ଆସିଲେ ଚାଲ ଆଉ ସିଆଡ଼ୁ ଆସିଲେ ଚାଲ, ସେଥିର୍ଲାଗି ସେମାନେ ଟିକେ ବିଷ ଖାଇକରି ପଳେଇ ଗଲେ। ମାନେ କାହିଁ ଆମର ଘୋଷେନ ପାଖରେ ଅଛନ୍ ଆମର ଦୋଲ ଗାଁ ଆଉ ଘୁମେର ସେନ ରହିଲେ ଶିବତଲା। ଆର୍ ଇଆଡ଼କେ ପଳେଇ ଆସିଲେ ଆମର ଲୁହାସିଂହାରେ ଥିଲେ, ଯେ ବର୍ତ୍ତମାନ ଲୁହାସିଂହାରେ ବି ଅଛନ୍। ମୂଳଟା ବସ୍ତର ଅଞ୍ଚଳରେ ଥିଲେ। କିମ୍ବଦନ୍ତୀ କହେ, ପାଟଣ ରାଜା ରମାଦେବଙ୍କ ମା ଯେତେବେଳେ ରାଣୀ ହୋଇ ପାଟଣକୁ ଆସିଥିଲେ, ସେହି ସମୟରେ ଯୌତୁକ ଭାବରେ କଲଙ୍ଗା ସମ୍ପ୍ରଦାୟର କିଛି ଲୋକଙ୍କୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ। ଏହି ସମ୍ପ୍ରଦାୟର ପରିବାରମାନେ ବିଶେଷ ପ୍ରଭୁଭକ୍ତ ତଥା ନିର୍ଭୀକ ହୋଇଥିବା ଯୋଗୁଁ ସେତେବେଳେ ରାଜା ଏମାନଙ୍କୁ ଗଡ଼ରକ୍ଷକ ଭାବେ ଗ୍ରହଣ କରିଥିଲେ। ପ୍ରତିବର୍ଷ ପୌଷ ପୂର୍ଣ୍ଣିମା ଠାରୁ ଆରମ୍ଭ ହୁଏ କଲଙ୍ଗା ନାଚ। ପୌଷ ପୂର୍ଣ୍ଣିମାରେ ସମ୍ପ୍ରଦାୟର ମୁଖିଆଙ୍କ ଦ୍ୱାରା ଏହି ନାଚରେ ବ୍ୟବହୃତ ହେଉଥିବା ଦଣ୍ଡା, ମାନ୍ଦଲ ଏବଂ ଝାଜକୁ ପୂଜା କରାଯାଇଥାଏ। ପୂର୍ଣ୍ଣିମା ଦିନଠାରୁ ବାହାରି ପ୍ରାୟ 1 ମାସ ପର୍ଯ୍ୟନ୍ତ ଏହି ନାଚ ବିଭିନ୍ନ ସ୍ଥାନରେ ନିମନ୍ତ୍ରଣ ଅନୁସାରେ ଅନୁଷ୍ଠିତ ହୋଇଥାଏ। ଏ କଲଙ୍ଗା ନାଚଟା ଆମର ପ୍ରଥମରେ ଯେତେବେଳେ କାର୍ତ୍ତିକ ଅମାବାସ୍ୟା ହୁଏ, ସେତେବେଳେ ଆମର ଝିଅ ପିଲାମାନେ ଗୌରା ଉପବାସ କରସନ୍। ଗୌରା ଉପବାସ ବୋଲିକେ ଆମର ଇ ଦଣ୍ଡା, କର୍ମା, ଶୁଆ ଇତ୍ୟାଦି ସେନ ଉଦ୍ଘାଟନ ହୁଏ। ତାପରେ ଯେବେ କାମ ଧାମ ସାରିକରି ପୌଷ ପୂର୍ଣ୍ଣମୀ ଆସିଯିବା, ତାପରେ ଆମର ଯେନ୍ ରାମଙ୍କର ଯେନ୍ ହେସି, ସେ ସମୟରେ ଆମର ଦଣ୍ଡା ନାଚଟା ଆମର ପର୍ବଟା ଆରମ୍ଭ କରସୁଁ। ସେନ ଠାକୁର ଦେବଙ୍କୁ ପୂଜା କରିକିରି ଆମେ ପାଖେ ପାଖେ ଯେତେ ଆମର ଇଏ ଥିବା ବନ୍ଧୁ ବାନ୍ଧବ ଲୋକ ବାକ ଗାଁ ମାନେ ସେନକେ ଆମେ ପରିଭ୍ରମଣ କରସୁଁ। ସେଟା ଆମର ଦେଖୁନ୍, ଏକରେ ଆମର ବନ୍ଧୁବାନ୍ଧବ ପରିବାର ପାଖରେ ଗୋଟେ ଦେଖା ସାକ୍ଷାତ, ଦ୍ୱିତୀୟରେ ଆମର ଝିଅ ପିଲାମାନଙ୍କର ଲାଗି ବିବାହ ବନ୍ଧନ କରବାର ଉଦ୍ଦେଶ୍ୟରେ ସେଟା ବି ଦେଖା ସାକ୍ଷାତ ସବୁ ଇ ହିସାବରେ। ଆଉ ଇ ଯେନ୍ ଆମର ଇଏ ହେସି, ସମସ୍ତେ ଆମକୁ ସେନ ମାନ୍ୟ ଗଣ୍ୟ କରିକିରି 2-4 ଦିନ ଯେନ୍ ଗାଁରେ ରଖବେ, ସେ ହିସାବରେ ରହିକରି ଯାହା ବିଦାକି ଦେବେ ସେଟା ଧରିକିରି ଆର୍ ଗୋଟେ ଗାଁକେ ବି ଯାଆନ୍। ଏନ୍ତା ହିସାବରେ 15 ଦିନ ମାସେ ବିତିଯାଏ। ଭିତରେ ଆମର ମୁଖ୍ୟ ବାଜା ହେଲା ମାଦଲ, ତାପରେ ଝାଞ୍ଜ, ଆଉ ଏଟା ବି ଗୋଟେ ରାମକାଠି ଗୋଟେ ବାଜି। ଯେଉଁ ଗାଁରେ ଏହି ନାଚ ଅନୁଷ୍ଠିତ ହୋଇଥାଏ, କଲଙ୍ଗା ନାଚରେ ସାମିଲ ଥିବା ସମସ୍ତଙ୍କୁ ସେହି ଗାଁର କୁଣିଆ ବନ୍ଧୁ ଭାବରେ ଗ୍ରାମବାସୀମାନେ ଚର୍ଚ୍ଚା କରିଥାନ୍ତି। ଏହି ନାଚରେ ମୁଖ୍ୟତଃ 3 ଜଣ ମାନ୍ଦିଲିଆ ରହିଥାନ୍ତି। ଏମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଏମାନେ ସାଧାରଣତଃ ଧୋତି ପରିଧାନ କରିବା ସଙ୍ଗେ
ମୁଣ୍ଡରେ ପଗଡ଼ି ଏବଂ ଅଣ୍ଟାରେ ଗାମୁଛା ବାନ୍ଧିଥାନ୍ତି। ଝାଞ୍ଜ ବଜାଇବା ପାଇଁ ଜଣେ ଥାଆନ୍ତି। ସେ ମଧ୍ୟ ମାନ୍ଦଲିଆ ମାନଙ୍କ ଭଳି ବସ୍ତ୍ର ପରିଧାନ କରନ୍ତି। ଗୀତ ଗାଇବା ପାଇଁ ଜଣେ ଏବଂ ପାଲିଆ ଧରିବା ପାଇଁ ଜଣେ ଏହି ନାଚରେ ଆବଶ୍ୟକ ହୋଇଥାନ୍ତି। ଏମାନେ ମଧ୍ୟ ମାନ୍ଦଲିଆ ଭଳି ବସ୍ତ୍ର ଧାରଣ କରିଥାନ୍ତି। ମାନ୍ଦଲିଆ, ଝାଞ୍ଜ ବାଦକ, ଗାୟକ ଓ ପାଲିଆ ବାଲାକୁ ବାଦ ଦେଲେ ଆହୁରି ପ୍ରାୟ 12 ଜଣ ନାଚିବା ଲୋକ ଏଥିରେ ସାମିଲ ହୋଇଥାନ୍ତି। ସମୟ ସମୟରେ ଯୋଡ଼ା ଭାବରେ 14 ଜଣ କିମ୍ବା 16 ଜଣ ମଧ୍ୟ କେଉଁ କେଉଁ ଦଳରେ ନାଚିବା ଲୋକ ସାମିଲ ହୋଇଥାନ୍ତି। ନାଚ କରୁଥିବା ଲୋକେ ଡାହାଣ ହାତରେ ଧାତୁ କାଠରେ ତିଆରି ହେଉଥିବା ଦଣ୍ଡା ଏବଂ ବାମ ହାତରେ ଦର୍ପଣ ଧାରଣ କରିଥାନ୍ତି। ମୁଣ୍ଡରେ ପଗଡ଼ି, ପଗଡ଼ି ଉପରେ କଲଙ୍ଗା ବୋଲି କୁହାଯାଉଥିବା ମୟୂର ଚୂଳ ଲାଗିଥାଏ। ଛାତିରେ କଉଡ଼ି ଖଞ୍ଜା ହୋଇ ନିର୍ମିତ ହୋଇଥିବା ସାଞ୍ଜୁ ଛାତିପଟା, ଦୁଇ ହାତରେ କଉଡ଼ିରେ ନିର୍ମିତ ବାହୁଟି ଏବଂ ମଣିବନ୍ଧ ବାହୁଟି ଭିଡ଼ିଥାନ୍ତି। ରଙ୍ଗୀନ ଧୋତି ପିନ୍ଧି ଅଣ୍ଟାରେ ଗାମୁଛା ଭିଡ଼ି ଏତେ ଚମତ୍କାର ଭାବରେ ଏମାନେ ମାନ୍ଦଲର ତାଳେ ତାଳେ ଏବଂ ଗାୟକର ଗୀତର ସୁରେ ସୁରେ ନାଚନ୍ତି ଯେ ଦେଖଣାହାରି ମୋହାଛନ୍ନ ହୋଇଯାଏ। मैं तो का जानू राम चूरा यार को पिया बिना मैं तो का जानू राम चूरा बिहार को पिया बिना नंदना गए नंदना बहुत जया राजा दरबार सासू न गए सुपति के देव करा पाकरा तुहार चिउरा बिहार को पिया बिना गगरी के उटांगना गुणारी रे गुणारी गुणारी उटांगना तो गाओ जाके उटांगना देवरा रे देवरा चिरा हो गए बेसो चिउरा बिहार को पिया बिना ये तो का जानो राम चिउरा बिहार को पिया बिना बेसी के मर गई पाणवा रे पाणवा करी कोई सान कोरी के मर गई सजुआ रे सजुआ तीनों बे गई आधार चिउरा बिहार को पिया बिना मोरा चिउरा बिहार को पिया बिना तो का जानो रा चिउरा बिहार को पिया बिना ତେବେ କଲଙ୍ଗା ନାଚରେ ବ୍ୟବହାର କରାଯାଉଥିବା ଗୀତର ଭାଷା ଲରିଆ ତଥା କଲଙ୍ଗା ମାନଙ୍କ କଥୋପକଥନ ଭାଷା ଲରିଆ ହୋଇଥିବା ଯୋଗୁଁ ଏମାନେ ପୁରୁଣା କାଳରୁ ଲରିଆ ଅଞ୍ଚଳରୁ ଆସିଥିବା ଅନୁମାନ କରାଯାଏ। କଲଙ୍ଗା ନାଚରେ ବିଭିନ୍ନ ରସର ଗୀତ ପରିବେଷଣ ହୋଇଥାଏ। ମୁଖ୍ୟତଃ ଭକ୍ତି ରସ, ପ୍ରେମ ରସ ଏବଂ ବୀର ରସ ଉପରେ ଆଧାରିତ ଗୀତ ଗୁଡିକ ଦର୍ଶକଙ୍କୁ ବିମୁଗ୍ଧ କରେ। ଏହି ନାଚର ଆଂଶିକ ଦିଗ ଉପରେ ଦୃଷ୍ଟି ରଖି ବଲାଙ୍ଗୀରର ସଂସ୍କୃତି ବିଶାରଦ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ପଚାରିଲେ ସେ କହନ୍ତି, ସଭ୍ୟତାର ଆଲୋକ ଆଡୁଆଳରେ ଥାଇ ବି ବହୁ ଆଦିବାସୀ ଅରଣ୍ୟ କାନ୍ତାରବାସୀ ସରସ ସରଳ ଜୀବନ ଜିଇ ପାରୁଥିବା ବହୁ ନଜିର ରହିଛି। ବଲାଙ୍ଗୀର ଜିଲ୍ଲା ଏପରି ଏକ ଆଦିବାସୀ ସମ୍ପ୍ରଦାୟ କଲଙ୍ଗା ଓ ତାଙ୍କର କଲଙ୍ଗା ଦଣ୍ଡା ନାଚର ଚର୍ଚ୍ଚା ଏଇଠି। କଲଙ୍ଗା ମାନେ ଏକ ରଣପଟୁ ଆଦିବାସୀ। ଏମାନଙ୍କ ଶିରଭୂଷାରେ ଖଚିତ ମୟୂର ଚୂଳ ତିଆରି ଦୋହଲୁଥିବା କଲଙ୍ଗୀରୁ ବୋଧହୁଏ ଏ ଦୁର୍ଦ୍ଧର୍ଷ ଜାତିର ଏପରି ନାମକରଣ ହୋଇଛି। ଏମାନଙ୍କ ଚଳଣି ଓ ପ୍ରଚଳିତ ନାଚ ଗୀତରୁ ଛତିଶଗଡ଼ ସହ ନିବିଡ଼ ଥିବା ସମ୍ପର୍କ ଏମାନଙ୍କର ଜଣାଯାଏ। ଜନଶ୍ରୁତି ଅନୁସାରେ କିଛି ଉଣା କିଛି ଅଧିକ 700 ବର୍ଷ ତଳର କଥା। ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ସହ ଯୁଦ୍ଧରେ ଲଢ଼ି ହମିର ଦେଓ ନିହତ ହେଲେ। ତାଙ୍କର ଅନ୍ତପୁର ବାସିନୀମାନେ
ଜୋହର ବ୍ରତ ପାଳନ ପୂର୍ବକ ଅଗ୍ନି ପ୍ରବେଶ କଲେ। ଅଥଚ ସାନ ରାଣୀ ଜୟନ୍ତୀ ମତାନ୍ତରେ ଆଶାବତୀ ସନ୍ତାନ ସମ୍ଭବ ଥିବା ହେତୁ କତିପୟ ଅନୁଚରଙ୍କ ସହ ଦୁର୍ଗରୁ ପଳାୟନ କଲେ। ଆସି ପହଞ୍ଚିଲେ କୋଶଳ ରାଜ୍ୟରେ। ପିତ୍ରାଳୟ ଏବର ଛତିଶଗଡ଼ରୁ କଲଙ୍ଗା ଜାତିର ଏ ଅନୁଚରଙ୍କୁ ନେଇ ଶ୍ୱଶରାଳୟ ଆସିଥିଲେ ଜୟନ୍ତୀ। ସେହି ନିର୍ବାସନ କାଳରେ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳାର ବନଭୂମିରେ ଜୟନ୍ତୀଙ୍କ ଗର୍ଭରୁ ଜାତ ହେଲେ ରମାଇ ଦେଓ ବା ରାମଚନ୍ଦ୍ର ଦେଓ। ସେତେବେଳେ ପାଟଣାଗଡ଼କୁ କେନ୍ଦ୍ର କରି ଗଢ଼ି ଉଠିଥିଲା କୋଶଳ ସାମ୍ରାଜ୍ୟ। ଭିନ୍ନ ଭିନ୍ନ ଜାତିର 8 ଜଣ ମଲ୍ଲିକ ସୁନା ଲେମ୍ବୁ ଧାରଣ କରି ପାଳି କରି ରାଜ୍ୟ ଶାସନ କରୁଥିଲେ। ଏମାନଙ୍କ ଯଥେଚ୍ଛାଚାରରେ ଯାବତ ଯନ୍ତ୍ରଣା ଭୋଗୁଥିଲେ ପ୍ରଜାମାନେ। ରମାଇ କୌଶଳ କ୍ରମେ ଏମାନଙ୍କୁ ହତ୍ୟା କରି ସିଂହାସନ ଅଧିକାର କଲେ। ଚୌହାଣ ଶାସନ ମୂଳଦୁଆ ପଡ଼ିଲା ଏଇଠି। ମଲ୍ଲିକ ମାନଙ୍କ ବଂଶଧରକୁ ରମେଇ ଉଚ୍ଚ ପଦମର୍ଯ୍ୟାଦାରେ ଥାପିଲେ। ଏପରି ସଶସ୍ତ୍ର ବିଦ୍ରୋହ ଗୁଞ୍ଜରଣଙ୍କୁ ବି ପ୍ରଶମିତ କଲେ କୌଶଳ କ୍ରମେ। ଇଆଡ଼େ କଲଙ୍ଗାମାନେ ବର୍ଦ୍ଧମାନ ହେଲେ ସଂଖ୍ୟାରେ, ବଳରେ, ରାଜାନୁଗତ୍ୟରେ। ଜନଶ୍ରୁତି ଆହୁରି କହେ, ପରବର୍ତ୍ତୀ କୌଣସି ଚୌହାଣ ନରପତିଙ୍କ ଅମଳରେ କଲଙ୍ଗା ଉଦ୍ଦାମତାକୁ ମଲ୍ଲିକ ବଂଶଧରମାନେ ସହିପାରିଲେ ନାହିଁ। କଲଙ୍ଗାମାନେ ସିଂହାସନ ଅଧିକାର କରିବାର ମସୁଧା କରିଛନ୍ତି ବୋଲି ରାଜାଙ୍କ ପାଖରେ ଫେରାଦ ହେଲେ। ଏମାନଙ୍କୁ ପ୍ରତେ ଯାଇ କଲଙ୍ଗାମାନଙ୍କୁ ନିର୍ବାସନ ଦେବାର ଉପାୟ ପାଞ୍ଚିଲେ ରାଜା। ସର୍ତ୍ତ ରଖିଲେ, କଲଙ୍ଗାମାନଙ୍କର କେହି ପ୍ରତିନିଧି ରାଜ ଦରବାରରେ ସ୍ଥାପିତ କଦଳୀ ଗଛକୁ କାଠ ଖଣ୍ଡାରେ ଏକା ଚୋଟରେ ଯଦି 2 ଗଡ଼ କରିଦିଏ, ସେମାନେ ରହିବେ, ନତୁବା ନିର୍ବାସିତ ହେବେ। ଏପରି ଅଦ୍ଭୁତ ସର୍ତ୍ତ ପୂରଣକୁ ଅସମ୍ଭବ ମଣି କଲଙ୍ଗାମାନେ ରାଜ୍ୟ ଛାଡ଼ି ଯିବା ପାଇଁ ପେଡ଼ି ପେଟରା ବାନ୍ଧି ବସିଲେ। ଏପରି ଘଡ଼ି ସନ୍ଧି ମୁହୂର୍ତ୍ତରେ ଦିନେ ରାତିରେ କଲଙ୍ଗା ମୁଖିଆଙ୍କୁ ସ୍ୱପ୍ନ ଦେଶ ହେଲା। ସ୍ୱୟଂ ପାଟଣେଶ୍ୱରୀ ଦେବୀ କାଠ ଖଣ୍ଡାଟିଏ ଦେଇ ସର୍ତ୍ତର ସମ୍ମୁଖୀନ ହେବାର ଅଭୟ ପ୍ରଦାନ କଲେ ମୁଖିଆଙ୍କୁ। ଦିନ ଧାର୍ଯ୍ୟ ହେଲା। ଦରବାର କାହୁଁ କେତେ ଭିଡ଼। କଲଙ୍ଗା ରହିବେ କି ଯିବେ ନିର୍ଣ୍ଣିତ ହେବ ଆଜି। ମୁଖିଆ ଚୋଟ ବସାଇଲେ କଦଳୀ ଗଛ ଉପରେ। କଦଳୀ କାଣ୍ଡ କଟିଲା ସିନା, ପୁରା 2 ଗଡ଼ ହେଲା ନାହିଁ କି କଟା ଅଂଶ ଭୂଇଁକୁ ଢଳି ପଡ଼ିଲା ନାହିଁ। ରାଜାଙ୍କ ନିକଟରେ କଦଳୀ କାଣ୍ଡ ଭିତରେ ଆଉ କିଛି ପୁରା ହୋଇଥିବାର ସନ୍ଦେହ ପ୍ରକଟ କଲେ ମୁଖିଆ। ରାଜାଙ୍କ ଆଦେଶରେ କଦଳୀ କାଣ୍ଡକୁ ଚିରି 2 ଫାଳ କରାଗଲା। ଦେଖାଗଲା କାଣ୍ଡ ଭିତରେ ଶାବଳଟିଏ ପୁରାଇ ଦିଆଯାଇଛି। ଏହାକୁ ମଲ୍ଲିକ ମାନଙ୍କର ଫନ୍ଦି ବୋଲି ବୁଝି ରାଜା ସେମାନଙ୍କୁ ଦଣ୍ଡିତ କଲେ। ଅପରପକ୍ଷେ ରାଜ୍ୟରେ ଖୁସି ବାସିରେ ରହିବା ପାଇଁ କଲଙ୍ଗା ମାନଙ୍କୁ ଆଦେଶ ଦେଲେ। କଲଙ୍ଗା ମାନଙ୍କ ରାଜାନୁଗତ୍ୟ ଆହୁରି ବଢିଲା। ଏମାନଙ୍କ ସହଯୋଗରେ ସୈନ୍ୟ ବାହିନୀ ଆହୁରି ବପୁବନ୍ତ ହେଲା। ପୂର୍ବ ଭାରତର ବହୁ ଅଞ୍ଚଳ ଜୟ କରି କୋଶଳ ସାମ୍ରାଜ୍ୟର ସୀମା ବିସ୍ତାର କଲା। କଲଙ୍ଗା ମାନଙ୍କ ଗୀତ ନାଚ, ସେମାନଙ୍କ ଧର୍ମାଚରଣ, ସମର ବିଳାସ ଆଉ ଜୀବନଚର୍ଯ୍ୟା ସହ ସମ୍ପର୍କିତ। କଲଙ୍ଗା ନାଚର ଅନୁକୂଳ ହୁଏ ଠିକ କାର୍ତ୍ତିକ ଅମାବାସ୍ୟା ଦିନ। ଏଦିନ ଏମାନେ ଗୌରୀ ପୂଜା କରନ୍ତି, ଶିବ ପାର୍ବତୀଙ୍କର ବିଗ୍ରହ ଥାପି ପୂଜା କରନ୍ତି। ତତ୍ସହ କଲଙ୍ଗା ନାଚରେ ମାଦଳ, ଝାଞ୍ଜ ଆଦି ବାଦ୍ୟ ଯନ୍ତ୍ରକୁ ମଧ୍ୟ ଏହି ଦିନ ପୂଜା କରାଯାଏ। ମାନସିକ କରିଥିବା ଉପବାସିନୀ ମହିଳାମାନେ ସାରା ରାତି ଉଜାଗର ରହନ୍ତି, କଲଙ୍ଗା ନାଚର ତାଳେ ତାଳେ ନାଚନ୍ତି। आगे बंधु गुरु अपना पीर बंधु राम जी। नाना नान मोरी नाना रे नर भाई नाग बेल मुखपान। आगे बंधु गुरु अपना पीर बंधु राम जी। टुन मुंटुन बहु जाने दोबा चाउर चढ़ाए जी। संबलपुर के बड़ मंत्री बाड़ी में तोपला है जी।
सुंदर सुगर राय जी छोकरी बीमा के चक्कर होगा छोड़ के पराए जी तुम 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 बाजा बाजे खास पितर झंझराए जी माटी के नंगरा बाजे में तो लोकोस धोकड़ा जाए जी समरो लोड़का समरो परिकार समरो उदर परिकार जी समलपुर के लोहा लस्कर डाल बांधो तलवार जी ता परदिन शोभाଯାତ୍ରାରେ ନଗର ଭ୍ରମଣ କରାଇ ଦେବାଦେବୀଙ୍କୁ ବିସର୍ଜନ କରାଯାଏ। ଏ ପୂଜନ ପର୍ବ କଲଙ୍ଗା ସମ୍ପ୍ରଦାୟ ମୁଖିଆ ମହିଳାଙ୍କ ଦ୍ୱାରା ହିଁ ସମ୍ପାଦିତ ହୁଏ। ପ୍ରକୃତ ନାଚ ଆରମ୍ଭ ହୁଏ କିନ୍ତୁ ପୌଷ ପୂର୍ଣ୍ଣିମା ତିଥିରୁ। ଏଦିନ କଲଙ୍ଗା ମୁଖିଆ ନାଚରେ ବ୍ୟବହୃତ ମାଦଲ ଝାଞ୍ଜ ଓ ଧାତୁକ ଗଛ କାଠରେ ତିଆରି ଦଣ୍ଡକୁ ପୁଣି ଥରେ ପୂଜା କରନ୍ତି। ତାପରେ ପ୍ରାୟ ମାସଟିଏ ଧରି କଲଙ୍ଗା ନାଚ ଚାଲେ। ଏ ନାଚରେ 3 ଜଣ ମାଦଲ ବାଦକ ଜଣେ ଝାଞ୍ଜ ବାଦକ ଜଣେ ଗାୟକ ଜଣେ ପାରିଆ ମୁଖ୍ୟ କଳାକାର ରୂପେ ଗଣା ହୁଅନ୍ତି। ଏମାନଙ୍କର ଗୀତ ବାଦ୍ୟ ସହ ନାଚନ୍ତି ଯୋଡ଼ା ଯୋଡ଼ା ହେଇ 12 ଜଣ। ସ୍ଥଳ ବିଶେଷରେ ଏ ଯୋଡ଼ା ସଂଖ୍ୟା କିଛି ଅଧିକ ଥିବା ବି ଦେଖାଯାଏ। ନାଚ ଦଳର ସମସ୍ତ କଳାକାର ରଙ୍ଗୀନ ଧୋତି ପିନ୍ଧି ରଙ୍ଗ ଲୁଗା କମରପଟ୍ଟି ଭିଡ଼ିଥାନ୍ତି। ପୁଣି ମଣିବନ୍ଧରେ କଙ୍କଣ ବାହୁରେ ବାହୁଟି କଣ୍ଠ ହାରାଦି ଅଳଙ୍କାର ପରିଧାନ କରିଥାନ୍ତି। ରଙ୍ଗୀନ ଲୁଗାର ପଗଡ଼ି ଭିଡ଼ି ମୟୂର ଚୂଳ ନଅସୁଥିବା କଲଙ୍ଗା ଖୋସିଥାନ୍ତି। ପାଦରେ ବାନ୍ଧିଥାନ୍ତି ଘୁଙ୍ଗୁର। ବାମ ହାତରେ ଟିକି ଆଇନା ଓ ରୁମାଲ ସହ ଡାହାଣ ହାତରେ ଧାତୁକ ଦଣ୍ଡ ଧରି ବାଦ୍ୟ ବୃନ୍ଦର ତାଳେ ତାଳେ ଏମାନେ ନାଚନ୍ତି। ओ ताई पाटणेश्वरी ओ ताई समलेश्वरी तोर पाओ में करत विनती गाँव के गोसैया गुरु ठाकुरा देवता शरण शरण गाई सरस्वती पाटन गढ़ बिलम कचेरी पाटन गढ़ बिलम कचेरी पाटन गढ़ बिलम कचेरी पाटन गढ़ बिलम कचेरी पानी आई टुकुर टापर भरी गड्ढा भरी रे पाटन गढ़ बिलम कचेरी पाटन गढ़ बिलम कचेरी पाटन गढ़ बिलम कचेरी घोड़ा में विराजे अमर दाई पाटनेश्वरी ओ दाई समलेश्वरी घोड़ा में विराजे अमर दाई समलेश्वरी ओ दाई समलेश्वरी आसाना मार दाऊ बेटे तेरी रे पाटन गढ़ बिलम कचेरी पाटन गढ़ बिलम कचेरी पाटन गढ़ बिलम कचेरी पान देखो तरिया देखो सागर है कोरी 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 आमाज कमली देखो बगीचा न तोरी रे पाटन गढ़ बिलम कचेरी पाटन गढ़ बिलम कचेरी पाटन गढ़ बिलम कचेरी
हीरा सागर भानु सागर भो सागर भारी हीरा सागर भानु सागर भो सागर भारी राम सागर गंगा जमुना दर्पण सागर प्यारी रे पाटना गढ़ बिलम कथे ଏହି ସମ୍ପ୍ରଦାୟର ଜନସାଧାରଣ ମଧ୍ୟ ମା ପାଟଣେଶ୍ୱରୀ ଏବଂ ମା ସମଲେଶ୍ୱରୀଙ୍କୁ ସେମାନଙ୍କ ଇଷ୍ଟଦେବୀ ଭାବରେ ଗ୍ରହଣ କରିଥାନ୍ତି। ନିଜ ନାଚ ଗୀତରେ ମଧ୍ୟ ଏହା ପ୍ରକାଶ କରିଥାନ୍ତି। ଏହି ନାଚରେ ବ୍ୟବହୃତ ହେଉଥିବା ଧାତୁ କାଠର ଦଣ୍ଡାର ମୁଖ୍ୟ ଭୂମିକା ରହିଥିବାରୁ ଏହି ଦଣ୍ଡାକୁ କଲଙ୍ଗା ଦଣ୍ଡା ବୋଲି କୁହାଯାଇଥାଏ। କଲଙ୍ଗା ନାଚ ଏକ ସମ୍ପ୍ରଦାୟର ନାଚ। ଏହି ନାଚରେ ପ୍ରଚୁର ଆକର୍ଷଣ ଅବଶ୍ୟ ରହିଛି, ଯାହାଫଳରେ ଦର୍ଶକମାନଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇଥାଏ। କଲଙ୍ଗା ସମ୍ପ୍ରଦାୟ ଏକ ଆଦିବାସୀ ସମ୍ପ୍ରଦାୟ। ଏହି ସମ୍ପ୍ରଦାୟର ଲୋକେ ଅତ୍ୟନ୍ତ ନିରୀହ, ସରଳ ତଥା ସଂସ୍କୃତି ପ୍ରିୟ। ସରକାରୀ କ୍ଷେତ୍ରରୁ କୌଣସି ପ୍ରୋତ୍ସାହନ ନ ପାଇ ମଧ୍ୟ ଏହି ନାଚ କାହିଁ କେତେ ଦିନରୁ ଏପର୍ଯ୍ୟନ୍ତ ଜାରି ରହିଛି। ଏହି ନାଚ ଏକ ପାରମ୍ପରିକ ନାଚ। ଏଥିରେ ସାମିଲ କଲଙ୍ଗା ସମ୍ପ୍ରଦାୟର ସ୍ୱକୀୟ ପରମ୍ପରା। ବର୍ତ୍ତମାନ ସାରା ବଲାଙ୍ଗୀର ଜିଲ୍ଲାରେ ତଥା ସାରା ଓଡ଼ିଶାରେ ଏହାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। साजनी